ଜୟ ଜଗନ୍ନାଥ ଭାଇ ଓ ଭଉଣୀ ମାନେ ଆପଣମାନଙ୍କୁ ଉତ୍କଳ ଗୌରବ ପାଠଶାଳା ସ୍ୱାଗତ କରୁଛି। ତେଣୁ ପୂର୍ବ କ୍ଲାସରେ ଆମେ ପଢିଥିଲେ ଯେ ନମ୍ବର ଅଫ ଜିରୋ ତାର ବେସିକ ଏବଂ କିଛି ବେସିକ କ୍ୱେଶ୍ଚନ ଆନ୍ସର, କିନ୍ତୁ ଆଜିର କ୍ଲାସରେ ଆମେ ପଢିବା ରୁଲ ଅଫ ନମ୍ବରସ। ଆମେ ଯେତେବେଳେ 6-7 ରେ ପଢୁଥିଲେ ଆମେ ଏସବୁ ନିୟମ ବିଷୟରେ ଥରେ ପଢିଛେ, କିନ୍ତୁ ଆମେ ବର୍ତ୍ତମାନ ଭୁଲି ଯାଇଛେ ତାକୁ, ନାଇଁ କି? ତାକୁ ଥରେ ରିମାଇଣ୍ଡ କରିଦବା ସେ ସବୁ ଫର୍ମୁଲା କଣ, ରୁଲ କଣ ଆମ ନମ୍ବରସର। ତ ଆସନ୍ତୁ ରୁଲ ନମ୍ବର 1। 1 କଣ ନା ସମ୍ ଅଫ ନ୍ୟାଚୁରାଲ ନମ୍ବରସ ଫ୍ରମ 1 to n। ମାନେ ଆମର ଯୋଉ ନ୍ୟାଚୁରାଲ ନମ୍ବର ବାସ୍ତବ ସଂଖ୍ୟା 1 ଠାରୁ ଆରମ୍ଭ କରି n ସଂଖ୍ୟକ ପର୍ଯ୍ୟନ୍ତ ତାର ଟୋଟାଲ ଯଦି ଯୋଗଫଳ କୁହାଯାଏ, ମନେ କରାଯାଉ କହିଥିବ 1 ଯୁକ୍ତ 2 ଯୁକ୍ତ 3 ଯୁକ୍ତ 4, ଏଇଭଳିଆ 100 ପର୍ଯ୍ୟନ୍ତ ସଂଖ୍ୟାର ପଚାରିଥିବ ଯୋଗଫଳ କେତେ, ଯୋଗଫଳ କେତେ। ଆମେ କଣ ଏମିତି ଯୋଗ କରିବା କି 1 ସହିତ 2 ଯୋଗ କରିବା, 2 କି 3, 3 6, 4 10, ଏଭଳିଆ ତ ନୁହଁ ନା। ତାର ଫର୍ମୁଲା ଅଛି n into n plus 1 by 2। ତାହେଲେ ଫର୍ମୁଲା ହଉଛି n into n plus 1 by 2। ତାହେଲେ ଆମର ଏଠି n କିଏ? n ସଂଖ୍ୟକ, 1 ଠାରୁ ଆରମ୍ଭ କରି n ସଂଖ୍ୟକ ହଉଛି 100। ତାହେଲେ 100 into 100 plus 1 ବିଭକ୍ତ 2। ଏଟା ଦୁଇଟା କଟିଯିବ 50। ତାହେଲେ 50 into 101 କେତେ ହବ? 50 के 50, 50 के 50, ଏତିକି ହବ ନା? ଆଉ ଦେଖିବା 0 0 0, 5 के 5, 5 0 0, 5 के 5, ଠିକ ଅଛି। 50 50 ହବ ଆନ୍ସର। ତାହେଲେ 1 ଠାରୁ 100 ପର୍ଯ୍ୟନ୍ତ ସମସ୍ତ ନ୍ୟାଚୁରାଲ ନମ୍ବର ର ଯୋଗଫଳ କେତେ ହେଲା? 50 50, ମାନେ 5050। ତେଣୁ ଏଇଭଳି ଭାବରେ ଆମେ ଯେକୌଣସି ଏମିତି କଣ୍ଟିନ୍ୟୁଅସ୍, ମାନେ ଯୋଉ 1 ପରେ 2 2 ପରେ 3 ଏଭଳିଆ ଯୋଗଫଳ ଯଦି ଦେଇଥିବ ଯେକୌଣସି ନ୍ୟାଚୁରାଲ ନମ୍ବର, ତାହେଲେ ଏଇ ଫର୍ମୁଲାକୁ ନେଇ ଆମେ ତାର ଯୋଗଫଳ ବାହାର କରିପାରିବା। ବୁଝିପାରିଲେ? ଆସନ୍ତୁ ଦେଖିବା 2 ନମ୍ବର। 2 ନମ୍ବର କଣ? sum of even numbers from 1 to n। ତମର ଯେତେ ସବୁ ଇଭେନ୍ ନମ୍ବର ଅଛି, ଇଭେନ୍ ନମ୍ବର ମାନେ କଣ? 2 4 6 8 10, ଏଗୁଡା ସବୁ ଏଗୁଡା ହେଲା ଇଭେନ୍ ନମ୍ବର। ଏମାନଙ୍କର ଯୋଗଫଳ କାଢିବା ପାଇଁ ହେଲେ କେମିତି କାଢିବ? ସେ କହିଥିବ 1 ଠାରୁ 30 ପର୍ଯ୍ୟନ୍ତ ଇଭେନ୍ ନମ୍ବର ମାନଙ୍କ ଯୋଗଫଳ ନିର୍ଣ୍ଣୟ କର। ନିର୍ଣ୍ଣୟ କର। ତାହେଲେ ଆମେ 1 ରୁ 30 ପର୍ଯ୍ୟନ୍ତ ଇଭେନ୍ ନମ୍ବର କଣ ପାଇବା ନା 2 4 6 8 10, 12 14 16 18 20 22 24, ଆସିବ 26, ଆସିବ 28। এই ସବୁ ସଂଖ୍ୟା ଆସିବ 1 ରୁ 30 ମଧ୍ୟରେ ଥିବା ଇଭେନ୍ ନମ୍ବର କଣ? এই ସବୁ ସଂଖ୍ୟା। ତାହେଲେ ତାର ଫର୍ମୁଲା କଣ କହିଛି? n by 2 into n by 2 plus 1। n କେତେ? n ହଉଛି 30, 1 ଠାରୁ 30। ତାହେଲେ
रूल फॉर्मूला अनुसार n/2 तामाने 30/2 इंटू n/2 प्लस 1 এটা 15 15 गुण ହେଲା ଲସାଗୁ 2 ଯିବ 30 ପ୍ଲସ 2 32 ବିଭକ୍ତ 2 ତାହେଲେ 16 ତାହେଲେ ଆମର କେତେ ପାଇଲେ 15 ଇଣ୍ଟୁ 16 ତ କେତେ ହବ 1590 ରୁ 9 15 9 24 24 ତାହେଲେ 240 ତାହେଲେ ଏଇ ଯୋଉ 2 4 6 8 10 12 14 16 18 20 22 24 26 28 ର ଯୋଗଫଳ କେତେ ପାଇଲେ 240 ବୁଝିପାରିଲେ এইଭଳି ଭାବରେ ଆମେ ଯେକୌଣସି ଇଭେନ୍ ନମ୍ବର ଯୋଗଫଳ ଆମେ ବାହାର କରିପାରିବା ବୁଝିପାରିଲେ ଆସନ୍ତୁ ଦେଖିବା 3 ନମ୍ବର ରୁ 3 ନମ୍ବର ରୁ କଣ କହିଛି इवेन नंबर विषय जानले ଏବେ ऑर्डर नंबर sum of order number from 1 to n ऑर्डर नंबर कहले युक्त 3 युक्त 5 युक्त 7 এই সব হলো অর্ডার নম্বর তাহলে এক্সাম্পল গোটে ଦେଖିବା মনে করা যাও 1 ଠାରୁ 41 পর্যন্ত সমস্ত অর্ডার নম্বর ମାନଙ୍କ ଯୋଗଫଳ ନିର୍ଣ୍ଣୟ କରିବା ବୁଝିପାରିଲେ ତାହେଲେ n କେତେ ଅଛି यार ଫର୍ମୁଲା କେତେ n + 1/2 ର होल स्क्वायर n एडी 41 41 प्लस 1 डिवाइड बाय 2 तार होल स्क्वायर ताहले 42 विभक्त 2 ର होल स्क्वायर ताहले 21 21 ର ବର୍ଗ 21 ର ବର୍ଗ କେତେ 4/1 ବୁଝିପାରିଲେ ଏତିକି ହବ आंसर ମାନେ 1 3 5 7 ତାପରେ ଆସିବ 9 ତାପରେ ଆସିବ 11 ତାପରେ ଆସିବ 13 15 ତାପରେ 17 ଏଭଳି ଚାଲିବ 41 ଇଏ ବି ଗୋଟେ ଅର୍ଡର ନମ୍ବର ଏତିକି ଏତିକି ସଂଖ୍ୟାର ଯୋଗଫଳ କେତେ ଆସିବ 4 ବୁଝିପାରିଲେ ଆସନ୍ତୁ ଦେଖିବା 4 ନମ୍ବର 4 ନମ୍ବର କଣ କହିଲା sum of first n even number ପ୍ରଥମ ଦେଇଥିବ ଯେ ପ୍ରଥମ 1 ଠାରୁ ମାନେ ପ୍ରଥମ ସେ କହିଥିବ ପ୍ରଥମ 50ଟି इवेन नंबर ताले प्रथम 50टी हम पूर्व क्लास ए जो पूर्व इवेन नंबर मानकर जोगफल केमती काढुतले एटा देखंत इवेन नंबर ये कंटीन्यूअस इवेन नंबर 2 पर 4 4 पर 6 ये कहिथिबो कोन 1 ठाରୁ 30 पर्यंत इवेन 1 ठाରୁ 30 पर्यंत इवेन नंबर मानकर जोगफल एटी किंतु पचारिथिबो प्रथम 50टी इवेन नंबर बुझि पाले क्वेश्चन रो मतलब कौन ए क्वेश्चन रो मतलब कौन ता माने से क्वेश्चन रो मतलब 1 ठारू 30 मध्य रे जेते सब इवेन नंबर थिबे किंतु प्रथम 50 टी इवेन नंबर माने 2 4 6 8 10 ए भली लास्ट रे केतना लास्ट रे जा भी हो टोटल 50 टा माने
यार अर्थ होची प्रथम 50 टी इवेन नंबर মানে टोटल 50 टी इवेन नंबरମାନଙ୍କର ଯୋଗଫଳ କେତେ। ଆଉ ଏହା ମାନେ 1 ରୁ 30 ମଧ୍ୟରେ ମାନେ 1 ରୁ 30 ଭିତରେ ଯାହା ଥିବେ ଯେତେଟା সেই ସବୁ ସଂଖ୍ୟା ମାନଙ୍କର ଯୋଗଫଳ। ଆପଣ ବୁଝିପାରିଲେ? ତେଣୁ ଏହା ମାନେ ପ୍ରଥମ 50 ଟି ତା ମାନେ ଏଭଳିଆ 2 4 6 8 10 ଏଭଳି 50 ଟା ଏଭଳି ଇଭେନ୍ ନମ୍ବର 50 ଟା ହେଇଥିବା ଦରକାର। ତାହେଲେ ତାର ଯୋଗଫଳ ବାହାର କରିବା ପାଇଁ ହେଲେ ତାର ଫର୍ମୁଲା କଣ n into n plus 1 ଏତିକି n into n plus 1। ତାହେଲେ n କିଏ 50 ଟି କହିଛି ତାହେଲେ 50 into 50 plus 1 ତା ମାନେ 51 50 into 51 ଧର 50 के 50 ରୁ 0 5 50 250 5 255 255 ତାହେଲେ 2550 2550 ଏତିକି ହେଲା ଆନ୍ସର। ତାପରେ ଏ ଯୋଉ 2 4 6 8 10 ଏଭଳିଆ 50 ଟା ଇଭେନ୍ ନମ୍ବର ହେଇଥିବ ସେମାନଙ୍କ ଯୋଗଫଳ କେତେ 2550 ତାମାନେ 2550 ବୁଝିପାରିଲେ। ଆସନ୍ତୁ ଦେଖିବା ନେକ୍ସଟ 5 ନମ୍ବର ରୁଲ। 5 ନମ୍ବର ରୁଲ କଣ କହିଛି ସମ ଅଫ ଫାର୍ଷ୍ଟ n ଅର୍ଡର ନମ୍ବର। ଆମେ ଅର୍ଡର ନମ୍ବର ତାର ଫର୍ମୁଲା ଜାଣିଛେ এটা କିନ୍ତୁ ଫାର୍ଷ୍ଟ n ସଂଖ୍ୟକ। ତାହେଲେ ଫାର୍ଷ୍ଟ n ସଂଖ୍ୟକ ଦେଖିବା ପ୍ରଥମ ମନେ କରାଯାଉ ପ୍ରଶ୍ନ ଦେଇଥିବ ପ୍ରଥମ 56ଟି ଅର୍ଡର ନମ୍ବର ର ଯୋଗଫଳ ନିର୍ଣ୍ଣୟ କର। ବୁଝିପାରିଲେ ତା ମାନେ ପ୍ରଥମ 50ଟି 1 3 5 7 9 ଏଇଭଳି କେତେଟା 50ଟା ଅର୍ଡର ନମ୍ବରର ଯୋଗଫଳ ସେ ପଚାରିଛି। କିନ୍ତୁ ତା ପୂର୍ବରୁ ଆମେ ଯୋଉ କେବଳ ଅର୍ଡର ନମ୍ବର ତାର କଣ କେବଳ ଅର୍ଡର ନମ୍ବର ମାନେ ସେ এই ପ୍ରଶ୍ନ ଦେଖନ୍ତୁ 1 ଠାରୁ 41 ପର୍ଯ୍ୟନ୍ତ ସମସ୍ତ ଅର୍ଡର ନମ୍ବର ମାନଙ୍କର ଯୋଗଫଳ 1 ରୁ 50 ଭିତରେ ଯେତେଟା ଅର୍ଡର ନମ୍ବର ଥିବ ତାର ଯୋଗଫଳ ବାହାର କରିବା ପାଇଁ ହେଲେ n plus 1 ବିଭକ୍ତ 2 ର ହୋଲ ସ୍କୋୟାର। କିନ୍ତୁ ତାହେଲେ ଆମେ ଜାଣିଲେ କଣ ଯଦି ସେ କହିଥିବ 1 ଠାରୁ 41 ପର୍ଯ୍ୟନ୍ତ ଥିବା ସମସ୍ତ ଅର୍ଡର ନମ୍ବର ତା ମାନେ 1 3 5 ଏଭଳି 41 ପର୍ଯ୍ୟନ୍ତ। କିନ୍ତୁ ସେ ଯଦି କହିଥିବ n ସଂଖ୍ୟକ ତା ମାନେ ପ୍ରଥମ 65ଟି ଅର୍ଡର ନମ୍ବର ମାନଙ୍କ ଯୋଗଫଳ କହିଥିବ ହେଲେ ତାହେଲେ ଏ ଯୋଉ 1 3 5 7 9 11 13 ଏଭଳି କେତେଟା 65ଟି ସଂଖ୍ୟା ଆସିବ। ବୁଝିପାରିଲେ ଏଇ 65ଟି ସଂଖ୍ୟାର ଯୋଗଫଳ ବାହାର କରିବା ପାଇଁ ହେଲେ କଣ n ସ୍କୋୟାର। ବୁଝିପାରିଲେ ତାହେଲେ n କେତେ 65 ର ବର୍ଗ ତା ମାନେ 65 ର ବର୍ଗ କେତେ ବର୍ଗଫଳ କିଭଳି ବାହାର କରୁ 5 5 25 636 ଆଉ 6 30 ଗୁଣ 60 60 କେମିତି ଲେଖିବ ଏପାର ଗୋଟେ 5 2 6 6 12 ରଖ 3 4 5 5 25 636 ତାହେଲେ
ଛପନ 30 ଦୁଣେ 30 ଦୁଣେ 60 ଠିକ ଅଛି। 5 2 6 5 2 4 4 2 2 5 4 2 2 5 ଏତିକି। ହେଲେ ଏ ପ୍ରଥମ 65ଟି ଆମର ଅର୍ଡର ନମ୍ବର ମାନଙ୍କର ଯୋଗଫଳ କେତେ ପାଇଲେ 4225 ବୁଝିପାରିଲେ। ନେକ୍ସଟ ଦେଖନ୍ତୁ 6 ନମ୍ବର ରୋଲ। 6 ନମ୍ବର ରୋଲ କଣ କହିଛି sum of squares from 1 to n ସଂଖ୍ୟା ପର୍ଯ୍ୟନ୍ତ। ତାର ରୋଲ କଣ ରହିବ n into n plus 1 into 2n plus 1 divided by 6। ତାହେଲେ ଦେଖନ୍ତୁ ଆମେ କହିବା 1 ଠାରୁ 10 ପର୍ଯ୍ୟନ୍ତ ସଂଖ୍ୟାର ବର୍ଗ। 1 ଠାରୁ 10 ପର୍ଯ୍ୟନ୍ତ ସଂଖ୍ୟାର 10 ପର୍ଯ୍ୟନ୍ତ ବର୍ଗ ସଂଖ୍ୟାର ବର୍ଗ ପର୍ଯ୍ୟନ୍ତ ବର୍ଗ ସଂଖ୍ୟାର ଯୋଗଫଳ ପଚାରିଥିବ। ତାହେଲେ ଆମେ କଣ ଯୋଗ କରିବା କି 1 ର ବର୍ଗ ପ୍ଲସ 2 ର ବର୍ଗ ପ୍ଲସ 3 ର ବର୍ଗ ପ୍ଲସ 4 ର ବର୍ଗ ପ୍ଲସ 5 ର ବର୍ଗ ପ୍ଲସ 6 ର ବର୍ଗ ପ୍ଲସ 7 ର ବର୍ଗ ପ୍ଲସ 8 ର ବର୍ଗ ପ୍ଲସ 9 ର ବର୍ଗ ପ୍ଲସ 10 ର ବର୍ଗ। ଆମେ ୟାକୁ 1 ର ବର୍ଗ 1 ଯୁକ୍ତ 2 ର ବର୍ଗ 4 ଏଇଭଳି ଆମେ କଲେ ଟାଇମ ପଳେଇଯିବ 2 ଘଣ୍ଟା। ତେଣୁକି ତାର ଫର୍ମୁଲା ନେଇ ଆମେ କରିବା। ତାର n କେତେ ଅଛି ଏଠି 1 ଠାରୁ n ମାନେ 10 n into n plus 1 into 2n plus 1 divided by 6। n କେତେ ଅଛି 10 n plus 1 ଆମେ 11 डायरेक्ट लिखिदବା 10 plus 1 ठीक ଅଛି। 2n 2 into 10 plus 1 divided by 6। ତାହେଲେ ଆମେ ଏଠି ପାଇଲେ 10 ଏଠି ପାଇଲେ 11 ଏଠି ପାଇଲେ 2n 20 plus 21 divided by 6। ତାହେଲେ କେତେ ପାଇଲେ 10 11 21 ବିଭକ୍ତ 6 2 3 6 3 କାଟିଲେ 2 5 10 3 କୁ କାଟିଲେ 3 7 21 ତାହେଲେ 11 7 77 ଗୁଣ 5 5 7 35 ରୁ 5 3 5 7 35 36 38 385। 385 କଣ ପାଇଲେ 1 ର ବର୍ଗ 2 ର ବର୍ଗ 3 ର ବର୍ଗ 4 ର ବର୍ଗ ପ୍ଲସ 5 ର ବର୍ଗ ପ୍ଲସ 6 ର ବର୍ଗ ପ୍ଲସ 7 ର ବର୍ଗ ପ୍ଲସ 8 ର ବର୍ଗ ପ୍ଲସ 9 ର ବର୍ଗ ପ୍ଲସ 10 ର ବର୍ଗ ଏହି ସମସ୍ତ ସଂଖ୍ୟାର ବର୍ଗର ଯୋଗଫଳ ହଉଛି 385। ବୁଝିପାରିଲେ। ତେଣୁ ଆସନ୍ତୁ ଦେଖିବା ଲାଷ୍ଟ ରୁଲ 7 ନମ୍ବର ରୋଲ। 7 ନମ୍ବର ରୋଲ କଣ କହିଛି ସମ୍ ଅଫ କ୍ୟୁବ୍ସ ଆମର 1 ର କ୍ୟୁବ ପ୍ଲସ 2 ର କ୍ୟୁବ ପ୍ଲସ 3 ର କ୍ୟୁବ ଏଭଳି କ୍ୟୁବ ଦେଇଥିବ ସେ ପଚାରିଥିବ ତାର ଯୋଗଫଳ କେତେ। ଦେଖିବା ଏକ୍ସାମ୍ପଲ 1 ରୁ 20 ପର୍ଯ୍ୟନ୍ତ 20 ର କ୍ୟୁବ ଏର ଯୋଗଫଳ ବାହାର କରିବା। ଯୋଗଫଳ ବାହାର କରିବା ତାହେଲେ ଫର୍ମୁଲା ଅନୁସାରେ କଣ କରିଛି n into n plus 1 divided by 2 ର whole square। n କେତେ 20 20 plus 1 divided by 2 ର ବର୍ଗ। ତେଣୁକି 20 ଗୁଣନ 21 2 ତାର ବର୍ଗ 2 10 20 ତାହେଲେ 20 10 210 210 ର ବର୍ଗ ଆମେ ଜାଣିଛେ 21 ର ବର୍ଗ କେତେ 4 4 1 ଶୂନ ର ବର୍ଗ
+2 ର କ୍ୟୁବ୍ +3 ର କ୍ୟୁବ୍ +4 ର କ୍ୟୁବ୍ ଭଳି 20 ର କ୍ୟୁବ୍ ସେମାନଙ୍କର ଯୋଗଫଳ କେତେ ହବ 4401 ବୁଝିପାରିଲେ। ଆଜିର କ୍ଲାସରେ ଆମେ କେବଳ ଏତିକି ପାଠ ପଢିବା। ନେକ୍ସଟ କ୍ଲାସରେ ଏହା ରିଲେଟେଡ୍ ଯେତେ ସବୁ କ୍ୱେଶ୍ଚନ୍ ଆନ୍ସର ତାକୁ ଆମେ ଡିସ୍କସ୍ କରିବା। ତେଣୁ ଆଜିକା ପାଇଁ ଏତିକିରେ ରହୁଛି। ଆପଣମାନଙ୍କୁ ଆମ ଭିଡ଼ିଓ ଆମ କଣ୍ଟେଣ୍ଟ କିଭଳି ଲାଗୁଛି କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାନ୍ତୁ ଏବଂ ଭଲ ଲାଗୁଥିଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ